ଆସନ୍ତୁ ଆଜି ଭାରତର ସବୁଠୁ ପବିତ୍ର ନଦୀ ଗଙ୍ଗାର ଯାତ୍ରା ବିଷୟରେ ଜାଣିବା। ଜାଣିଛନ୍ତି ଗଙ୍ଗା ନଦୀ ଭାରତର ସବୁଠୁ ଲମ୍ବା ନଦୀ। ଏହାର ଲମ୍ବ 25 କିଲୋମିଟରରୁ ବି ଅଧିକ। ଏହାର ଯାତ୍ରା ଆରମ୍ଭ ହୁଏ ହିମାଳୟର ଏକ ବହୁତ ଖାସ୍ ଜାଗାରୁ, ଯେଉଁଠି ଦୁଇଟି ନଦୀ ମିଶନ୍ତି। ଏହି ଜାଗାଟି ହେଉଛି ଉତ୍ତରାଖଣ୍ଡର ଦେବପ୍ରୟାଗ। ଏଠାରେ ଭାଗୀରଥୀ ଓ ଅଳକାନନ୍ଦା ନଦୀର ସଙ୍ଗମ ହୁଏ। ଆଉ ଏହି ମିଳନ ପରେ ହିଁ ନଦୀଟିର ନାଁ ହୁଏ ଗଙ୍ଗା। ଏଠାରୁ ହିଁ ପ୍ରକୃତ ଯାତ୍ରା ଆରମ୍ଭ। ପାହାଡ଼ର ଆସି ଗଙ୍ଗା ଏହି 5ଟି ମୁଖ୍ୟ ରାଜ୍ୟ ଦେଇ ବହିଯାଏ। ଏହା କୋଟି କୋଟି ଲୋକଙ୍କର ଜୀବନରେଖା। ରାସ୍ତାରେ ଆହୁରି ଅନେକ ଛୋଟ ବଡ଼ ନଦୀ ଆସି ଗଙ୍ଗାରେ ମିଶନ୍ତି, ଯାହାକୁ ଉପନଦୀ କୁହାଯାଏ। ବାମପଟୁ ମିଶୁଥିବା କିଛି ମୁଖ୍ୟ ଉପନଦୀ ହେଉଛି ରାମଗଙ୍ଗା, ଗୋମତୀ ଓ ଘାଘରା ଭଳି ନଦୀ। ଆଉ ଡାହାଣ ପଟୁ ଯମୁନା ଓ ଦାମୋଦର ଭଳି ବଡ଼ ନଦୀ ଆସି ଗଙ୍ଗାରେ ମିଶିଥାନ୍ତି। ଏବେ ଆସେ ଗୋଟେ ବଡ଼ ମୋଡ଼। ପଶ୍ଚିମବଙ୍ଗର ଫରକ୍କାରେ ଗଙ୍ଗା ଦୁଇ ଭାଗରେ ବାଣ୍ଟି ହୋଇଯାଏ। ଗୋଟିଏ ଶାଖା ପଶ୍ଚିମବଙ୍ଗରେ ହୁଗୁଳି ନାଁରେ ବହିଯାଏ, ଆଉ ଅନ୍ୟଟି ବାଂଲାଦେଶରେ ପଦ୍ମା ନାଁରେ ପରିଚିତ। କିନ୍ତୁ ଦୁହିଁଙ୍କର ଲକ୍ଷ୍ୟ ଗୋଟିଏ। ଦୁଇଟି ଯାକ ଶାଖା ଶେଷରେ ଯାଇ ବଙ୍ଗୋପସାଗରରେ ମିଶନ୍ତି। ଆଉ ସମୁଦ୍ରରେ ମିଶିବା ବେଳକୁ ଏହା ତିଆରି କରେ ସୁନ୍ଦରବନ ତ୍ରିକୋଣଭୂମି, ଯାହାକି ଦୁନିଆର ସବୁଠୁ ବଡ଼। ତେବେ ଗଙ୍ଗା ନଦୀ ସହିତ ଆମର ସଂସ୍କୃତି ବି ଜଡ଼ିତ। ଏବେ ଶେଷରେ ଗୋଟିଏ ମଜାଦାର ପ୍ରଶ୍ନ।